ଓଡ଼ିଆ ଭାଷା ସାହିତ୍ୟର ସମସ୍ତ ବିଦ୍ୟାର୍ଥୀମାନଙ୍କୁ ସ୍ୱାଗତମ୍। ଆଜିର ଆଲୋଚନାର ବିଷୟ ହେଉଛି ଓଡ଼ିଆ ନାଟକ ବାନପ୍ରସ୍ଥ, ଯାହାକୁ ଲେଖିଛନ୍ତି ନାଟ୍ୟକାର ବିଜୟ ମିଶ୍ର। ଜୀବନ ହେଉଛି ସାହିତ୍ୟର ବିଭବ। ଜୀବନକୁ ବାଦ ଦେଲେ ସାହିତ୍ୟର ସ୍ଥିତି ଅସମ୍ଭବ, କାରଣ ଜୀବନ ଓ ସାହିତ୍ୟ ଗଭୀର ଭାବରେ ଘନିଷ୍ଠ। ମଣିଷର ଜୀବନ ଶାନ୍ତ, ସୁନ୍ଦର, କାନ୍ତ କମନୀୟ ହେଲେ ସେ ଲଳିତ ମଧୁର କାବ୍ୟରସ ଆସ୍ୱାଦନ କରେ। କିନ୍ତୁ ଜୀବନ ଯେତେବେଳେ ଜଞ୍ଜାଳରେ ଜ୍ୱାଳାମୟ ହୁଏ, ସେତେବେଳେ ମଣିଷ କଳ୍ପନା କରେ ଉପନ୍ୟାସ। ପୁଣି ଘାତ ପ୍ରତିଘାତ, ବହୁ ପ୍ରତିକୂଳ ଅବସ୍ଥା, ବହୁ ଦ୍ୱନ୍ଦ୍ୱମୟ ପରିସ୍ଥିତି ଓ ପରିବେଶ ଭିତର ଦେଇ ଜୀବନ ଯେତେବେଳେ ଗତିଶୀଳ ହୁଏ, ସେତେବେଳେ ସାହିତ୍ୟରେ ସୃଷ୍ଟି ହୁଏ ନାଟକ। ଜୀବନ ରୂପକ ଏହି ମହାନାଟକରେ ନାଟକ ଏକ ପ୍ରତ୍ୟକ୍ଷ କଳା। ସାହିତ୍ୟର ଅନ୍ୟାନ୍ୟ ବିଭାଗଠାରୁ ନାଟକର ଭୂମିକା ସ୍ୱତନ୍ତ୍ର। ଜୀବନର ଏହିପରି ଅବସ୍ଥା ନାହିଁ ଯାହାକୁ ନାଟକରେ ପ୍ରକାଶ କରାଯାଇ ନପାରେ। ସେଥିପାଇଁ ନାଟ୍ୟଶାସ୍ତ୍ରରେ ଭରତମୁନି ଉଲ୍ଲେଖ କରିଛନ୍ତି ଯେ ନା ତତ୍ ଜ୍ଞାନମ୍ ନ ତତ୍ ଶିଳ୍ପମ୍ ନ ସା ବିଦ୍ୟା ନ ସା କଳା ନା ସୌ ଯୋଗ ନ ତତ୍ କର୍ମଣ ନାଟ୍ये ଅସ୍ମିନ୍ ୟନା ଦୃଶ୍ୟତେ। ଅର୍ଥାତ୍ ଏପରି କୌଣସି ଜ୍ଞାନ, ଶିଳ୍ପ, ବିଦ୍ୟା, କଳା, ଯୋଗ ଓ କର୍ମ ନାହିଁ ଯାହା ନାଟକରେ ପ୍ରଦର୍ଶିତ ହୋଇପାରିବ ନାହିଁ। ଓଡ଼ିଆ ନାଟକର ଆଦିସ୍ଫୁରଣ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ସ୍ପଷ୍ଟ ପ୍ରମାଣ ନଥିଲେ ମଧ୍ୟ ଅତୀତ ଉତ୍କଳ ଯେ କଳା ଓ ସଂସ୍କୃତି କ୍ଷେତ୍ରରେ ସମସାମୟିକ ଭାରତରେ ଏକ ଉଲ୍ଲେଖଯୋଗ୍ୟ ଉତ୍କର୍ଷତା ଲାଭ କରିଥିଲା, ଏଥିରେ ଦ୍ୱିମତ ହେବାର କିଛି ନାହିଁ। ଯେଉଁ ରାଜ୍ୟରେ ପ୍ରସ୍ତର ଗାତ୍ରରେ ନର୍ତ୍ତକୀର ନୀଳାଦୀପ୍ତ ପଦର ନୂପୁର ନୁକ୍ଣ ଧ୍ୱନି ଅନୁରଣିତ ହୋଇଛି, ସେ ରାଜ୍ୟରେ ଚଳଚଞ୍ଚଳ ନାଟ୍ୟକଳାର ସୃଷ୍ଟି ଯେ ବହୁ ପୁରାତନ, ଏଥିରେ ସନ୍ଦେହ କରିବାର ଅବକାଶ ନାହିଁ। ଗୋପୀନାଥ ବଲ୍ଲଭ, ପଦ୍ମାବତୀ ହରଣ ବା କାଞ୍ଚି କାବେରୀକୁ ପ୍ରଥମ ଓଡ଼ିଆ ନାଟକର ସମ୍ମାନ ଦିଆଯିବା ପାଇଁ ବିଭିନ୍ନ ଆଲୋଚନା ସମାଲୋଚନା ହୋଇଥିଲେ ସୁଦ୍ଧା 1877 ମସିହାରେ ମୁଦ୍ରିତ ଶ୍ରୀ ଜଗନ୍ମୋହନ ଲାଲଙ୍କ ବାବାଜୀକୁ ଅଧିକନ୍ତୁ ପ୍ରଥମ ଓଡ଼ିଆ ନାଟକ ଭାବେ ଗ୍ରହଣ କରାଯାଇଛି। ପୁନଶ୍ଚ ନବନାଟ୍ୟ ଆନ୍ଦୋଳନ ଓଡ଼ିଆ ନାଟ୍ୟ ସାହିତ୍ୟରେ ଆଣିଦେଇଛି ଏକ ବୈପ୍ଳବିକ ପରିବର୍ତ୍ତନ। ଆଧୁନିକତାର ସ୍ପର୍ଶରେ ନାଟକ ତଥାକଥିତ ପାରମ୍ପରିକ ପୌରାଣିକ ଐତିହାସିକ ଭାବଧାରାରୁ ମୁକ୍ତ ହୋଇ ଅଧିକ ବାସ୍ତବୋନ୍ମୁଖୀ ଓ ଜୀବନଧର୍ମୀ ହୋଇଛି ଏବଂ ଉନ୍ମୋଚନ କରିଛି ନୈତିକ, ସାମାଜିକ, ରାଜନୈତିକ ସ୍ତରରେ ଅବକ୍ଷୟଶୀଳ ସମାଜର ପ୍ରତିଟି ସମସ୍ୟାର ସମାଧାନର ମାର୍ଗ। ନାଟ୍ୟକାର ବିଜୟ ମିଶ୍ର ସ୍ୱାଧୀନତା ପରବର୍ତ୍ତୀ ସମୟର ଜଣେ ପ୍ରତିଶ୍ରୁତି ସମ୍ପନ୍ନ ନାଟ୍ୟକାର। ଓଡ଼ିଆ ନବନାଟ୍ୟ ଧାରାର ଜଣେ କୃତବିଦ୍ୟ ସ୍ରଷ୍ଟା। ଆଧୁନିକ ଓଡ଼ିଆ ନାଟ୍ୟ ସାହିତ୍ୟରେ ସମସ୍ୟାବହୁଳ ନାଟକ ସ୍ରଷ୍ଟା ଭାବରେ ସ୍ୱତନ୍ତ୍ର ଆସନର ଅଧିକାରୀ। ନାଟ୍ୟକାର ବିଜୟ ମିଶ୍ର 1936 ମସିହା ଜୁଲାଇ 15 ତାରିଖରେ ବାଲେଶ୍ୱର ଜିଲ୍ଲାର ବାଲିପାଟଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପାରିବାରିକ ପ୍ରଭାବ ଓ ତାଙ୍କର ବ୍ୟକ୍ତିଗତ ଅଭିରୁଚି ନାଟ୍ୟ ଜଗତ ପ୍ରତି ସୃଷ୍ଟି କଲା ଐକାନ୍ତିକ ଆକର୍ଷଣ। 1960 ମସିହା ଠାରୁ ଜନନୀ ନାଟକ ମାଧ୍ୟମରେ ତାଙ୍କର ନାଟ୍ୟ ରଚନା ଯାତ୍ରା ଆରମ୍ଭ ହୋଇଥିଲା। ସେ ପ୍ରାୟ 70 ଖଣ୍ଡ ନାଟକ ଲେଖିଛନ୍ତି। ସେମାନଙ୍କ ମଧ୍ୟରୁ ଜନନୀ, ଆହ୍ୱାନ, ଅଶାନ୍ତ ଗ୍ରହ, ତିମିର ତୀର୍ଥ, ଯାଯାବର, ମନ ଅରଣ୍ୟ, ଯାଦୁକର ଯାହାକି ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ, ତଟ ନିରଞ୍ଜନ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ନାଟକ ଭାବରେ ମର୍ଯ୍ୟାଦାବନ୍ତ, ଜଣେ ରାଜା ଥିଲେ, ବାନପ୍ରସ୍ଥ ଯାହାକି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ,
କଥାଟିଏ କହୁ ଇତ୍ୟାଦି ଅନ୍ୟତମ। ଏହାଛଡ଼ା 6 ମାଣ 8 ଗୁଣ୍ଠ, ଶାସ୍ତି, ମଲାଜହ୍ନ, ନାକଟା ଚିତ୍ରକର ଇତ୍ୟାଦି ପ୍ରସିଦ୍ଧ ଉପନ୍ୟାସ ଗୁଡ଼ିକୁ ସେ ନାଟ୍ୟ ରୂପ ଦେଇଛନ୍ତି। ତାଙ୍କ ନାଟ୍ୟ ପ୍ରତିଭା ସମ୍ପର୍କରେ ନାଟ୍ୟ ସାହିତ୍ୟ ସମାଲୋଚକ ଡକ୍ଟର ହେମନ୍ତ କୁମାର ଦାସ ଯଥାର୍ଥରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କର ଚିନ୍ତା ଓ ଚେତନାର ଅଭିନବତା, ଦୃଷ୍ଟି ଓ ଦର୍ଶନର ଗଭୀରତା, ଅନୁଭବ ଓ ପ୍ରକାଶର ଆନ୍ତରିକତା ଆଧୁନିକ ଓଡ଼ିଆ ନାଟକ ପାଇଁ ଅନେକ ପ୍ରତ୍ୟୟର ବସ୍ତୁ। ନିଜର ସ୍ୱୀକାରୋକ୍ତି ମୁଁ ବଞ୍ଚିଥିବା ଯାଏଁ ଲେଖିବି ଏବଂ ନାଟକ ଲେଖୁଥିବା ଯାଏଁ ବଞ୍ଚିଥିବିକୁ ସତ୍ୟ ସାବ୍ୟସ୍ତ କରି ଓଡ଼ିଆ ନାଟ୍ୟ ଜଗତର ଏହି ସ୍ପର୍ଦ୍ଧିତ ଉଚ୍ଚାରଣ ବିଜୟ ମିଶ୍ର 2020 ମସିହା ଏପ୍ରିଲ 26 ତାରିଖରେ ମୃତ୍ୟୁବରଣ କରିଛନ୍ତି। ଆଲୋଚ୍ୟ ନାଟକ ବାନପ୍ରସ୍ଥ ସୁନାମଧନ୍ୟ ନିର୍ଦ୍ଦେଶକ ଅଜିତ ଦାସଙ୍କ ନିର୍ଦ୍ଦେଶନାରେ ପ୍ରଥମ ଥର 2009 ମସିହାରେ ବିଶ୍ୱ ନବନାଟ୍ୟ ଦିବସରେ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ମଞ୍ଚସ୍ଥ ହୋଇଥିଲା। 8 ଜଣ ବୃଦ୍ଧ ବୃଦ୍ଧା ଯଥା ନୀଳାଦ୍ରି ଛୋଟରାୟ, ପ୍ରତାପ ଆଚାର୍ଯ୍ୟ, ସୁରେଶ ଦାସ, ନିରଞ୍ଜନ ବେହେରା, ବିରଞ୍ଚି ପଣ୍ଡା, ସରସ୍ୱତୀ ଯିଏକି ନୀଳାଦ୍ରିଙ୍କ ପତ୍ନୀ, କରୁଣା ଯିଏକି ବିରଞ୍ଚିଙ୍କ ପତ୍ନୀ, ଘର ମାଲିକ ଜଗବନ୍ଧୁ ବିଶ୍ୱାଳ, କେୟାରଟେକର ଯୁବକ ରୁଦ୍ର ସେନାପତି, ଚାକରାଣୀ ରତନୀ, ଘର ମାଲିକ ଝିଅ ଗୁନଗୁନ, ଡାକ୍ତର ବାବୁ, ପୋଷ୍ଟ ପିଅନ ଇତ୍ୟାଦି ଚରିତ୍ରମାନଙ୍କୁ ନେଇ ଏ ନାଟକ। ଅଦରକାରୀ ବୋଲି ମନେ ହେଉଥିବା ଏହି ବୁଢ଼ାବୁଢ଼ୀମାନେ ସମାଜ ଆଉ ସଂସାରରୁ ବିତାଡ଼ିତ ହୋଇ ଏକାଠି ଗୋଟିଏ ଘର ଭଡ଼ା ନେଇ ରହିଛନ୍ତି, ଯାହାର ନାଁ ଦେଇଛନ୍ତି ବାନପ୍ରସ୍ଥ। ସେମାନେ ଦେଖେଇ ଦେବାକୁ ଚାହାନ୍ତି ଯେ ସେମାନେ ଅଦରକାରୀ ନୁହନ୍ତି, ସଂସାରରୁ ଛିଟିକି ପଡ଼ିଛନ୍ତି କିନ୍ତୁ ଜୀବନରୁ ଛିଟିକି ପଡ଼ିନାହାନ୍ତି। ଏହିଭଳି ଏକ ସମ୍ବେଦନଶୀଳ ବିଷୟବସ୍ତୁକୁ ନେଇ ନାଟକଟି ଗତିଶୀଳ। ନାଟକର ସଂଳାପ ଗୁଡ଼ିକ ଯେଉଁଭଳି ଭାବରେ ତୀକ୍ଷ୍ଣ ଓ ବ୍ୟଞ୍ଜନାମୟ ଭାବରେ ପ୍ରତିଧ୍ୱନିତ, ସେହିଭଳି ଚରିତ୍ରମାନଙ୍କର ଅଶ୍ରୁଳ ଇସ୍ତାହାର ଅନୁନାଦିତ। ନାଟକ ବାନପ୍ରସ୍ଥରେ ରହିଛି 16ଟି ଦୃଶ୍ୟ। ପ୍ରାରମ୍ଭରେ ସମ୍ୟକ ସୂଚନା ଦେଇ ନାଟ୍ୟକାର ଚରିତ୍ରମାନଙ୍କର ପରିଚୟ ପ୍ରଦାନ କରିଛନ୍ତି। ପ୍ରଥମ ଦୃଶ୍ୟରେ ପ୍ରାତଃ ଭ୍ରମଣରୁ ଫେରିଥିବା ନୀଳାଦ୍ରି, ପ୍ରତାପ, ସୁରେଶ, ନିରଞ୍ଜନ ଓ ସରସ୍ୱତୀଙ୍କୁ ଦେଖି କେୟାରଟେକର ରୁଦ୍ର ପୋଷ୍ଟ ପିଅନ ଦେଇଥିବା ଓକିଲ ବାବାଜୀ ସାହୁଙ୍କ ଚିଠିଟିକୁ ନିରଞ୍ଜନ ବେହେରାଙ୍କୁ ପଢ଼ାଇ ଦେଇଛି। ଇତିମଧ୍ୟରେ ସରସ୍ୱତୀ ଦେବୀ ରୁଦ୍ରଙ୍କୁ ଜଳଖିଆ, ଗାଧୋଇବା ପାଇଁ ଗରମ ପାଣି ଓ ଇଲେକ୍ଟ୍ରିକ୍ ବିଲ୍ ଦେବାର ଶେଷ ତାରିଖ ବିଷୟରେ ପଚାରି ବୁଝିଛନ୍ତି। ସେହି ଚିଠିଟି ଥିଲା ଘର ମାଲିକ ଜଗବନ୍ଧୁ ବିଶ୍ୱାଳଙ୍କ ଭଡ଼ା ଘରଟିକୁ ଛାଡ଼ିବାର ନୋଟିସ୍। ଜଗବନ୍ଧୁଙ୍କୁ ଡାକି ଘର ଛାଡ଼ିବା ପାଇଁ କାହିଁକି ଲେଖିଛନ୍ତି ବୋଲି ସମସ୍ତେ ଆପତ୍ତି କରିଛନ୍ତି। ପୂର୍ବତନ ଓକିଲ ନୀଳାଦ୍ରି ଛୋଟରାୟ ବୃଦ୍ଧାଶ୍ରମ ପାଇଁ NGO କରିବାକୁ ସରକାରଙ୍କୁ ଆବେଦନପତ୍ରରେ ସେଠାକାର ଠିକଣା ଦିଆଯାଇଥିବାରୁ ତାହା ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇ ନ ଆସିବା ପର୍ଯ୍ୟନ୍ତ ସେମାନେ ଘର ଛାଡ଼ିବେ ନାହିଁ ବୋଲି କହିଛନ୍ତି। କୋର୍ଟ କଚେରୀକୁ ଗଲେ ସେ ଛାଡ଼ିଥିବା କଳା କୋଟ୍ ପିନ୍ଧି ପୁଣି କୋର୍ଟରେ ଠିଆ ହେବେ ବୋଲି ଜଣାଇ ଦେଇଛନ୍ତି। ଗୋପବନ୍ଧୁଙ୍କ ବାନପ୍ରସ୍ଥର ବିଶେଷତ୍ୱ ବୁଝାଇ ବାନପ୍ରସ୍ଥୀମାନେ ଘରେ ନୁହେଁ ଜଙ୍ଗଲରେ ରହିବାର ଓ ଘର ଛାଡ଼ିବା ଯୁକ୍ତିକୁ ସମସ୍ତ ଅନ୍ତେବାସୀ ଏକସ୍ୱରରେ ପ୍ରତିବାଦ କରିଛନ୍ତି। ଦ୍ୱିତୀୟ ଦୃଶ୍ୟରେ ଦୁର୍ଘଟଣାରେ ଗଳା ନଷ୍ଟ ହୋଇଯାଇଥିବା ଅସୁସ୍ଥ ଗାୟକ ବିରଞ୍ଚି ବାବୁଙ୍କ ପାଇଁ ଆସିଥିବା ଡାକ୍ତର ଜଣକ ତାଙ୍କର ନୈରାଶ୍ୟ ଓ ହତାଶ ଭାବ ତାଙ୍କୁ ବଞ୍ଚାଇ ରଖିବାରେ ଅନ୍ତରାଳ ହେଉଥିବା କଥା ତାଙ୍କ ପତ୍ନୀଙ୍କୁ କହିଛନ୍ତି। ନୀଳାଦ୍ରି ବାବୁଙ୍କ ଅନୁରୋଧର ଉତ୍ତରରେ ସେ ସମସ୍ତ ଔଷଧକୁ ଜାରି ରଖିବାର ପରାମର୍ଶ ଦେଇଛନ୍ତି। ନାଟକର ତୃତୀୟ ଦୃଶ୍ୟରେ ବିରଞ୍ଚି ବାବୁ ରୁଦ୍ରଠାରୁ ଔଷଧ ସେବନ ସମୟରେ ତା'ର ଦୁଃଖମୟ ଜୀବନ ବୃତ୍ତାନ୍ତ ଶୁଣି
ନିଜର ଅସୁସ୍ଥତା ସତ୍ତ୍ୱେ ତାକୁ ସାନ୍ତ୍ୱନା ପ୍ରଦାନ କରିଛନ୍ତି। ଅନ୍ତେବାସୀମାନଙ୍କ ମଧ୍ୟରେ ଏନ୍ଜିଓକୁ ନେଇ ଆଳାପ ଆଲୋଚନା ସମୟରେ ବିରଞ୍ଚି ବାବୁ ନିଜର ଅସୁସ୍ଥତା ହେତୁ ଅପାରଗତା ଓ ଅସହାୟତା କଥା ନୀଳାଦ୍ରି ବାବୁଙ୍କୁ ଜଣାଇଛନ୍ତି ଓ କୃତଜ୍ଞତା ଜ୍ଞାପନ କରିଛନ୍ତି। ନୀଳାଦ୍ରି ବାବୁ ମଧ୍ୟ ନିଜର ସମସ୍ୟା ଓ ଅସହାୟତା ବିଷୟରେ କହିବାକୁ ଯାଇ ହାର୍ଟ ପ୍ରୋବ୍ଲେମ୍ ପାଇଁ ସେ କିପରି ପ୍ରସିଦ୍ଧ ଓକିଲାତି ବୃତ୍ତି ଛାଡ଼ିବା ପରେ ପୁଅ ବୋହୂ ନାତି ନାତୁଣୀମାନଙ୍କ ପାଇଁ ସପତ୍ନୀକ ଅନାବଶ୍ୟକ ହୋଇ ଏହି ବାନପ୍ରସ୍ଥରେ ଆଶ୍ରୟ ନେଇଛନ୍ତି ତାହା ଜଣାଇଥିଲେ। ସେହିପରି ଜଣେ ନାମକରା କଣ୍ଟ୍ରାକ୍ଟର ଥିବା ପ୍ରତାପ ବ୍ୟବସାୟ ଭୁଷୁଡ଼ି ପଡ଼ିବାରୁ କିପରି ଦୟନୀୟ ଅବସ୍ଥାରେ ପତ୍ନୀହରା ହୋଇ ବାନପ୍ରସ୍ଥରେ ଆଶ୍ରୟ ନେଇଛନ୍ତି ତାହା ଶୁଣାଇଥିଲେ। ସେହିପରି ଏକଦା ସେକ୍ସନ ଅଫିସର ଥିବା ସୁରେଶ ନିଜର ସଚୋଟପଣିଆ ଓ ଅନ୍ୟାୟ ବିରୋଧୀ କାର୍ଯ୍ୟ ପାଇଁ ସରକାରୀ ଚାକିରିରୁ ବହିଷ୍କୃତ ହୋଇ ଅସୁସ୍ଥ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ନୀଳାଦ୍ରି ବାବୁଙ୍କ ସହାୟତାରେ ବଞ୍ଚିଯାଇ ଏଠାକୁ ଆସିଥିବା କଥା ପ୍ରକାଶ କରିଛନ୍ତି। ଏହିଭଳି ଏକ ଦୁଃଖକାତର ପରିବେଶକୁ ଘର ମାଲିକ ଝିଅ ଗୁନଗୁନ ଆସି ନିଜ ଜନ୍ମୋତ୍ସବର ନିମନ୍ତ୍ରଣ ଦେବା ସମୟରେ ବିଭିନ୍ନ ଥଟ୍ଟା ମଜା କଥା କହି ସମସ୍ତଙ୍କୁ ଆନନ୍ଦିତ କରିଛି। ଚତୁର୍ଥ ଦୃଶ୍ୟରେ ନାଟ୍ୟକାର ଚାକରାଣୀ ରତନୀ ଓ ବୃଦ୍ଧ ନିରଞ୍ଜନଙ୍କ ମଧ୍ୟରେ ହାସ୍ୟ ଶୈଳୀରେ କଥୋପକଥନ ଉପସ୍ଥାପନ କରିଛନ୍ତି। ରୁଦ୍ର ବଜାରରୁ ସଉଦାପତ୍ର ଔଷଧ ଓ ଫଳ ଇତ୍ୟାଦି ଆଣି ଆସିଛି। ଏଠାରେ ନାଟ୍ୟକାର ନିରଞ୍ଜନ ବାବୁ ମଗାଇଥିବା ବିଡ଼ି ସିଗାରେଟ୍ ଇତ୍ୟାଦି ଆସିପାରିବ ନାହିଁ ବୋଲି ରୁଦ୍ରର ସଂଳାପ ମାଧ୍ୟମରେ ଏକ ସମାଜ ସୁଧାରକ ବାର୍ତ୍ତା ପ୍ରଦାନ କରିଛନ୍ତି। ରୁଦ୍ର ନିଜ ହାତରୁ ପଇସା ଦେଇ ଅସୁସ୍ଥ ବିରଞ୍ଚି ବାବୁଙ୍କୁ ସହଯୋଗ କରିଛି। ନାଟ୍ୟକାର ଏଠାରେ ରୁଦ୍ରର ଜୀବନୀ ପ୍ରକାଶ କରି ତାର ଉଦାରତା ସମ୍ପର୍କରେ ଅବଗତ କରାଇ ଦେଇଛନ୍ତି। ଗରିବ ଯୁବକ ରୁଦ୍ର ବୃଦ୍ଧାଶ୍ରମରେ 2000 ଟଙ୍କାରେ କେୟାରଟେକର ଭାବେ କାମ କରୁଛି। ବିଧବା ଭଉଣୀର ଚଳିବା କଥା ଓ ଭଣଜାର ପାଠପଢ଼ା କଥା ବୁଝେ। ନାନୀକୁ ସିଲେଇ ମେସିନ୍ କିଣି ଦେଇଛି। ଘରକୁ ପ୍ରତି ମାସରେ 1200 ଟଙ୍କା ପଠାଇ ଦେଇ ବାକି 700-800 ଟଙ୍କାରେ ଚଳିଯାଏ। ଦୁଃଖରେ ଜୀବନ କାଟୁଥିଲେ ବି ଦୁଃଖକୁ ସୁଖ ମନେ କରି ଖୁସିରେ ରହେ ସେ। ନାଟକର ପଞ୍ଚମ ଦୃଶ୍ୟରେ ରୁଦ୍ରର ଚାପା ଗଳାରେ ଶୁଭୁଥିବା ଗୀତ ବିରଞ୍ଚି ବାବୁଙ୍କ ଦୁଃଖଦ ଜୀବନର କାହାଣୀର ରାଗିଣୀ ହୋଇ ଉଠିଛି। ନାଟ୍ୟକାର ଲେଖିଛନ୍ତି, ବାହାରେ କାନ୍ଦେ ମୁଁ ଅନ୍ତରେ ହସେ, ଏଇ ମୋର ପରିଚୟ, ମରି ସାରିଛି ମୁଁ ତଥାପି କରୁଛି ବଞ୍ଚିବାର ଅଭିନୟ। ଗୀତ ସ୍ୱରରେ ଅଥୟ ଓ ବ୍ୟାକୁଳ ହୋଇ ଉଠିଛନ୍ତି ଗାୟକ ବିରଞ୍ଚି ବାବୁ। ରୁଦ୍ର ଗାଉଥିବାର ଜାଣି ତାଳଲୟ ଠିକ୍ ନଥିବାରୁ ବିରକ୍ତ ପ୍ରକାଶ କରିଛନ୍ତି ସେ। କରୁଣାଙ୍କ ରୁଦ୍ରଙ୍କୁ ଗୀତ ଗାଇବାର ଅନୁରୋଧରେ ରୁଦ୍ର କହିଛନ୍ତି ଯେ ଗୀତ ଗାଇବା ପାଇଁ ସେ ବହୁତ ଦୁଃଖ ପାଇଛି। ଭୁଲରେ ଆଜି ଗାଇ ଦେଇଛି, ଆଉ ଆଗକୁ ଗାଇବ ନାହିଁ ବୋଲି ପ୍ରତିଜ୍ଞାବଦ୍ଧ ହୋଇଛି। ବିରଞ୍ଚି ବିଷାଦ ମନରେ କବିଭର ରାଧାନାଥ ରାୟଙ୍କ ଗୀତ ଆବୃତ୍ତି କରିଛନ୍ତି। ସୁଖ ବୋଲି ଯାହା ଜନନେତ୍ରେ ଦିଶେ, ହାତେ ଆସେ ହାତୁ ଖସିବା ପାଇଁ ସେ। ସୁଖ ବୋଲି ଯାହା ଜନନେତ୍ରେ ଦିଶେ, ହାତେ ଆସେ ହାତୁ ଖସିବା ପାଇଁ ସେ। ଷଷ୍ଠ ଦୃଶ୍ୟରେ ଏନ୍ଜିଓ ସମ୍ବନ୍ଧୀୟ ଆଲୋଚନା ମଧ୍ୟରେ ଡାକ୍ତରବାବୁ ବିରଞ୍ଚି ବାବୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସି ନିଜର ନୈରାଶ୍ୟବୋଧତା ଓ ହତୋତ୍ସାହିତ ପାଇଁ ସେ ଆଉ ଭଲ ହୋଇପାରିବେ ନାହିଁ ବୋଲି ଜଣାଇଛନ୍ତି। ତେବେ ତାଙ୍କର ଭଲ ହେବାର ଇଚ୍ଛାଶକ୍ତି ଆସିଗଲେ ସେ ସୁସ୍ଥ ହୋଇପାରନ୍ତି ବୋଲି ପ୍ରକାଶ କରିଛନ୍ତି। ମାନସିକ ପୁରୁଣା ରୋଗଟାକୁ ଦୂର କରିବାକୁ କରୁଣା ଶେଷ ପ୍ରଚେଷ୍ଟା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସପ୍ତମ ଦୃଶ୍ୟରେ ନାଟ୍ୟକାର ଘର ମାଲିକ ଜଗବନ୍ଧୁଙ୍କ ଘର ଛାଡ଼ିବା ତାଗିଦ ଓ ପ୍ରତିଟି କାର୍ଯ୍ୟକଳାପରେ ବାନପ୍ରସ୍ଥ ବୃଦ୍ଧାଶ୍ରମରେ ସମସ୍ତଙ୍କୁ ହଇରାଣ କରିବା କଥା ଉଲ୍ଲେଖ କରିଛନ୍ତି। ଅତିଷ୍ଠ ହୋଇ ନିରଞ୍ଜନ ବାବୁ ଠେଙ୍ଗା ଧରି ଆସିଛନ୍ତି ଜଗବନ୍ଧୁଙ୍କୁ ମାରିବା ପାଇଁ
ଓ ନୀଳାଦ୍ରି ବାବୁ ପ୍ରତିରୋଧ କରିଛନ୍ତି ତାଙ୍କୁ। ନାଟକର ଅଷ୍ଟମ ଦୃଶ୍ୟରେ କରୁଣା ରୁଦ୍ରକୁ ପୁଣି ଥରେ ଅନୁରୋଧ କରିଛନ୍ତି ଗୀତ ଗାଇବାକୁ, ଯାହାଦ୍ୱାରା ଗଳା ନଷ୍ଟ ହୋଇଯାଇଥିବା ତାଙ୍କର ହତୋତ୍ସାହିତ ସ୍ୱାମୀ ତାହା ଶୁଣି ଭଲ ହୋଇପାରନ୍ତେ। ଗୀତ ଗାଇବନି ବୋଲି ପ୍ରତିଜ୍ଞା କଥା ରୁଦ୍ର କହିଛି। ଗୀତ ପ୍ରତି ତା'ର ଆକର୍ଷଣ ପାଇଁ ସେ ମାଟ୍ରିକ ଯୁକ୍ତ 2ରେ ଅନେକ ଥର ଅକୃତକାର୍ଯ୍ୟ ହୋଇଛି। ବାପା ମା ନଥିବାରୁ ଭାଇ ଭାଉଜଙ୍କ ପାଖରେ ସେ ରହୁଥିଲା। ରେଡ଼ିଓର ଅଡ଼ିସନ୍ ଦେଇ ଫେଲ୍ ହୋଇଥିଲା। ଗୀତ ତା'ର ସର୍ବନାଶ କରିଥିଲେ ମଧ୍ୟ ତା ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦଖଲ କରିଛି ବୋଲି ରୁଦ୍ର ଜଣାଇଛି। ଏହି କଥୋପକଥନ ଭିତରେ ରୁଗ୍ଣ ବିରଞ୍ଚି ବାବୁ ଆସି ଅଧ୍ୟବସାୟ ବଳରେ ତା'ର ତାଳ ଜ୍ଞାନରେ ଯେଉଁ ଅଭାବତ୍ୱ ଅଛି ତାହା ଦୂର ହୋଇପାରିବ ଓ ଅଭ୍ୟାସ ବଳରେ ସେ ସୁନ୍ଦର ଗୀତ ଗାଇପାରିବ ବୋଲି ପ୍ରୋତ୍ସାହିତ କରିଛନ୍ତି ରୁଦ୍ରଙ୍କୁ। କରୁଣା ମଧ୍ୟ ତଦନୁରୂପ ନିବେଦନ କରିବା ଦ୍ୱାରା ରୁଦ୍ର ଚେଷ୍ଟା କରିବ ବୋଲି କଥା ଦେଇଛି। ନବମ ଦୃଶ୍ୟରେ ନାଟ୍ୟକାର ଉପସ୍ଥାପନ କରିଛନ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳିଆ ଦୁଇଟି ପ୍ରସଙ୍ଗ। ପ୍ରଥମଟି, କରୁଣା ସମସ୍ତଙ୍କ ପାଇଁ ଚା ଜଳଖିଆ ଆଣି ଡ୍ରଇଂ ରୁମ୍କୁ ଆସିବା, ଯାହାକି ରୁଦ୍ରର ନୀତିଦିନିଆ କାମ ଥିଲା। ଏବଂ ଦ୍ୱିତୀୟଟି, ରୁଦ୍ରର ଆଳାପ କରିବା ସହିତ ବିରଞ୍ଚି ବାବୁ ଗୀତ ଗାଇବାକୁ ପୁନଃ ପ୍ରଚେଷ୍ଟା କରିବା। ଦଶମ ଦୃଶ୍ୟରେ ରୁଦ୍ରକୁ ଗୀତ ଅଭ୍ୟାସ କରାଇବା ଦ୍ୱାରା ବିରଞ୍ଚି ବାବୁଙ୍କ କଣ୍ଠ ଫିଟିଯାଇଛି ଓ ସେ ସୁସ୍ଥ ଆଡ଼କୁ ଗତି କରିଛନ୍ତି। ଅପରପକ୍ଷରେ ନୀଳାଦ୍ରି ବାବୁ ଓ ସରସ୍ୱତୀଙ୍କ ଏକମାତ୍ର ପୁତ୍ର ଅଜାତଶତ୍ରୁ ଆସିଛି ପିତାମାତାଙ୍କୁ ଫେରାଇ ନେବା ପାଇଁ ନୁହେଁ, ପାୱାର ଅଫ୍ ଆଟର୍ଣ୍ଣି ପାଇଁ, ଯାହାଦ୍ୱାରା ସେ ସେହି ପୈତୃକ ଘରଟାକୁ ମର୍ଟଗେଜ୍ ଦେଇପାରିବ। ମା ସରସ୍ୱତୀ ଓ ନୀଳାଦ୍ରି ବାବୁ ତା ଉପରେ ରାଗିଯାଇ ଅରାଜି ହେବାରୁ ସେ ନିରୁପାୟ ହୋଇ ଫେରିଯାଇଛି। ଏକାଦଶ ଦୃଶ୍ୟରେ ବିରଞ୍ଚି ବାବୁଙ୍କୁ ଅପେକ୍ଷାକୃତ ସୁସ୍ଥ ଦେଖି ସମସ୍ତେ ଖୁସି ହୋଇଛନ୍ତି। ଏହି ଖୁସିରେ ଘର ମାଲିକ ଝିଅ ଗୁନଗୁନ ସାମିଲ ହୋଇଥିବା ଦେଖି ପିତା ଜଗବନ୍ଧୁ କ୍ରୋଧାନ୍ୱିତ ହୋଇଛନ୍ତି। ଜଗବନ୍ଧୁ ମ୍ୟୁନିସିପାଲିଟିରୁ ତା'ର ଦୋକାନକୁ ଭାଙ୍ଗି ଦେବା ପାଇଁ ଆସିଥିବା ନୋଟିସ୍ କଥା କହିଛନ୍ତି। ସେମାନେ ଘରଟିକୁ ଖାଲି କଲେ ବିକ୍ରି କରି ବିବାହଯୋଗ୍ୟ ଝିଅଟିକୁ ବାହାଘର କରିବ ବୋଲି ଜଣାଇଛନ୍ତି। ପୁଅ ଗୁଣମଣି ସପରିବାର ଦୁବାଇରେ ରହୁଛି ଓ କୌଣସି ପ୍ରକାର ଆର୍ଥିକ ସାହାଯ୍ୟ କରୁନଥିବା କଥା ପ୍ରକାଶ କରିଛନ୍ତି। ଦ୍ୱାଦଶ ଦୃଶ୍ୟରେ ବିରଞ୍ଚି ବାବୁଙ୍କ ସ୍ୱାସ୍ଥ୍ୟର ଉନ୍ନତି ହୋଇଥିବାର ଦେଖି ଡାକ୍ତର ବାବୁ ଖୁସି ପ୍ରକଟ କରିଛନ୍ତି। କରୁଣା ଏହା ରୁଦ୍ରର କରାମତି ବୋଲି ଜଣାଇଛନ୍ତି। ରୁଦ୍ର ବର୍ତ୍ତମାନ ଗାୟକ ଭାବରେ ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ଅଛନ୍ତି। ତ୍ରୟୋଦଶ ଦୃଶ୍ୟରେ ରତନୀ ଓ ନିରଞ୍ଜନ ବାବୁଙ୍କ ହାସ୍ୟ ପରିହାସ୍ୟ ମଧ୍ୟରେ ସମସ୍ତେ ସମ୍ମିଳିତ ହୋଇ ରୁଦ୍ରର ଗୀତ ଆସର ପାଇଁ ପ୍ରସ୍ତାବ ଉଠାଇଛନ୍ତି। ଚତୁର୍ଦ୍ଦଶ ଦୃଶ୍ୟରେ ରୁଦ୍ର ବାନପ୍ରସ୍ଥ ବୃଦ୍ଧାଶ୍ରମ ଛାଡ଼ି ନିଜର ସୁଟକେସ୍ ଓ ସରସ୍ୱତୀଙ୍କ 25,000 ଟଙ୍କାର ହାର ନେଇ ଚାଲିଯାଇଛି ବୋଲି ଆଲୋଚନା ହୋଇଛି। ରୁଦ୍ର ଚାଲିଯିବାର ଦୁଃଖରେ ବିରଞ୍ଚି ବାବୁ ହଠାତ୍ ପୁଣି ଥରେ ଅସୁସ୍ଥ ହୋଇପଡ଼ିଛନ୍ତି। ପଞ୍ଚଦଶ ଦୃଶ୍ୟରେ ଘର ମାଲିକ ଜଗବନ୍ଧୁ ଘର ଛାଡ଼ିବାକୁ ଆସି କହିଛନ୍ତି, ନହେଲେ 20 ଲକ୍ଷ ଟଙ୍କା ଦେଇ ଘରଟାକୁ କିଣି ନେବାକୁ ପ୍ରସ୍ତାବ ଦେଇଛନ୍ତି। ଶେଷରେ ସର୍ବସମ୍ମତିକ୍ରମେ ସମସ୍ତେ ନିଷ୍ପତ୍ତି ନେଇଛନ୍ତି ଯେ 20 ଲକ୍ଷ ଟଙ୍କାରେ ଘରଟାକୁ କିଣି ନେବା ପାଇଁ। ନାଟକର ଶେଷ ଦୃଶ୍ୟ ବା 16 ଦୃଶ୍ୟରେ ବିରଞ୍ଚି ବାବୁଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଛି। ଆମ୍ବୁଲାନ୍ସ ପାଇଁ ଫୋନ୍ କରାଯାଇଛି। ଏହି ସମୟରେ ରୁଦ୍ର ଫେରିଆସି ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛନ୍ତି। ନୀଳାଦ୍ରି ବାବୁ ରାଗିଯାଇ ତାକୁ ଚାପୁଡ଼ାଟିଏ ମାରି ଗାଳିଗୁଲଜ କରିଛନ୍ତି। ବିରଞ୍ଚି ବାବୁଙ୍କ ଅସୁସ୍ଥତା ଦେଖି ରୁଦ୍ର ବ୍ୟସ୍ତ ବିବ୍ରତ ହୋଇପଡ଼ିଛି। ତାଙ୍କ ନିକଟକୁ ଯାଇ ସେ ଫେରିଆସିଛି ଓ ଗୁରୁ ଦକ୍ଷିଣା ନେଇ ଆସିଛି ବୋଲି କହିଛନ୍ତି ଓ କରୁଣାଙ୍କୁ ସାନ୍ତ୍ୱନା ଦେଇଛନ୍ତି। ସରସ୍ୱତୀ ଦେବୀ ରୁଦ୍ର ଚାଲିଯିବାର ବୃତ୍ତାନ୍ତ ଜାଣିଥିବା କଥା ସ୍ୱତଃ ସ୍ୱୀକାର କରିଛନ୍ତି। ବମ୍ବେର ଏକ ଟିଭି ଚ୍ୟାନେଲ ଗାୟକମାନଙ୍କର
ଗୋଟିଏ ପ୍ରତିଯୋଗିତା ଆୟୋଜନ କରିଥିଲା, ଯାହାର ପ୍ରଥମ ପୁରସ୍କାର ରାଶି ଥିଲା 25 ଲକ୍ଷ ଟଙ୍କା। ବାଟ ଖର୍ଚ୍ଚ ପାଇଁ ସେ ହିଁ ରୁଦ୍ରକୁ ତାଙ୍କ ହାରଟି ବିକ୍ରି କରିଦେବା ପାଇଁ ଦେଇଥିଲେ। ନୀଳାଦ୍ରି ବାବୁ ସରସ୍ୱତୀ ଦେବୀଙ୍କ ଏତାଦୃଶ କାର୍ଯ୍ୟରେ ଗର୍ବ ଅନୁଭବ କରିଛନ୍ତି। ରୁଦ୍ର ପ୍ରତିଯୋଗିତାରେ ପ୍ରଥମ ହୋଇଥିବାରୁ ବାନପ୍ରସ୍ଥର ସମସ୍ତ ଅନ୍ତେବାସୀ ଆନନ୍ଦିତ ହୋଇଛନ୍ତି। ରୁଦ୍ରକୁ ମିଳିଥିବା 25 ଲକ୍ଷ ଟଙ୍କାର ଚେକ୍ ସେ ଦେଖାଇଛି ଓ କହିଛି ଏହା ତାହାର ପ୍ରାପ୍ୟ ନୁହେଁ, ଏହା ବାନପ୍ରସ୍ଥର ପ୍ରାପ୍ୟ। ଖାଲି ସେତିକି ନୁହେଁ, 4ଟି ହିନ୍ଦୀ ସିନେମାର ପ୍ରଚ୍ଛଦପଟ ଗାୟକ ହେବା ପାଇଁ ତାକୁ ଅଫର ମିଳିଛି। ରୁଦ୍ରର ସଙ୍ଗୀତରେ ବିରଞ୍ଚି ବାବୁ ପୁଣି ସୁସ୍ଥ ହୋଇ ଉଠିଛନ୍ତି। ରୁଦ୍ର ଆଉ କେୟାରଟେକର ହୋଇ ନୁହେଁ, ବାନପ୍ରସ୍ଥର ସମସ୍ତ ବୃଦ୍ଧ ବୃଦ୍ଧାମାନଙ୍କର ସ୍ନେହର ପୁଅ ହୋଇଯାଇଛି। ନୀଳାଦ୍ରି ବାବୁ ଜଗବନ୍ଧୁଙ୍କୁ ଡାକି 20 ଲକ୍ଷ ଟଙ୍କା ନେବା ପାଇଁ କହିଛନ୍ତି। ନାଟ୍ୟକାରଙ୍କ ଜଗବନ୍ଧୁଙ୍କ ମୁଖରେ ପ୍ରକାଶିତ ଶେଷ ସଂଳାପଟି ଅତ୍ୟନ୍ତ ହୃଦୟସ୍ପର୍ଶୀ। ମୁଁ ଆଉ 20 ଲକ୍ଷ ଟଙ୍କା ନେବି କ'ଣ? ଭାଗ୍ୟରେ କ'ଣ ଅଛି ସେ କଥା କହିହେବନି। ଖବର ପାଇଲି ପୁଅ ବୋହୂ ଚାଲି ଆସିବେ। ସେମାନେ ଆସିଲେ ଯଦି ଘରୁ ତଡ଼ି ଦିଅନ୍ତି, ଶେଷରେ ଏ ବାନପ୍ରସ୍ଥ ଭରସା। ତେଣୁ ସେ ବାନପ୍ରସ୍ଥ ହୋଇ ରହିଥାଉ। ନାଟ୍ୟକାର ବିଜୟ ମିଶ୍ରଙ୍କ ନାଟକ ବାନପ୍ରସ୍ଥ ସାହିତ୍ୟରେ ଯେପରି ସ୍ଥାନ ନିରୂପଣ କରିଛି, ଠିକ୍ ସେହିପରି ଦର୍ଶକର ମାନସପଟରେ ଏକ ଉଦ୍ବେଳନ ସୃଷ୍ଟି କରିବାରେ ସକ୍ଷମ ହୋଇଛି। ନାଟ୍ୟକାର ବିଜୟ ମିଶ୍ର କହୁଥିଲେ, ମୁଁ ସମସାମୟିକ ମୂଲ୍ୟାୟନରେ ବିଶ୍ୱାସ କରେ ନାହିଁ। ମୋ ଅନ୍ତେ ଏ ନାଟକ ସବୁ ଯଦି କାଳୋତ୍ତୀର୍ଣ୍ଣ ହୋଇପାରିଲା, ତାହେଲେ ହିଁ ମୋର ଶ୍ରମ ସାର୍ଥକ ହେବ। ତାଙ୍କ ନାଟକ ବାନପ୍ରସ୍ଥ ହେଉଛି ଯଥାର୍ଥରେ ସେହିଭଳି ଏକ କାଳଜୟୀ ସୃଷ୍ଟି। ନାଟ୍ୟ ରାଜ୍ୟର ଏହି ରାଜା ଜଣକ ଶେଷ ବିଦାୟ ନେଇ ଚାଲି ଯାଇଥିଲେ ବି ଦର୍ଶକଙ୍କ ମନରେ ଚିରଦିନ ରାଜୁତି କରୁଥିବେ। କେହି କେବେ ଭୁଲି ପାରିବ ନାହିଁ ଯେ ନାଟ୍ୟ ଜଗତରେ ଜଣେ ରାଜା ଥିଲେ, ଆଉ ସେ ରାଜା ଜଣକ ହେଉଛନ୍ତି ନାଟ୍ୟକାର ସ୍ୱର୍ଗତ ବିଜୟ ମିଶ୍ର। ଧନ୍ୟବାଦ।